ଏକ ଦୂର ପାହାଡ଼ ଜଙ୍ଗଲରେ ସବୁଜ ସୁନ୍ଦର ଫଳନ୍ତି ଗଛ ଭରି ରହିଥାଏ। ଯେମିତିକି ମିଠା ଫଳ, ଖଟା ଫଳ ଆଉ ଏମିତି ଅନେକ ପ୍ରକାରର ଫଳ ଗଛ ଭରି ରହିଥାଏ। ସେ ଜଙ୍ଗଲ ମଧ୍ୟରେ ଏକ ଆମ୍ବ ଗଛ ଥିଲା। ଗଛ ବହୁତ ବଡ଼ ଥିଲା, କିନ୍ତୁ ସେ ଗଛ ଆଜି ପର୍ଯ୍ୟନ୍ତ ଆମ୍ବ ଧରି ନଥିଲା। ସେ ଗଛ ଡାଳରେ ଟିକି ଚିଡ଼ିଆ ବସା ବନାଇ ରହୁଥିଲା। ଟିକି ତାର ସ୍ୱାମୀ ମଗନ ଏବଂ 2 ଛୁଆ ସହ ରହୁଥିଲା। ଟିକିର ଏକ ପଡ଼ୋଶୀ ଥିଲା, ଯାହାର ନାମ ଥିଲା ମାନିଚିଡ଼ିଆ। ମାନିଚିଡ଼ିଆ ଦୂର ପାହାଡ଼ ଜଙ୍ଗଲରୁ 2ଟି ଆମ୍ବ ଆଣିଥିଲା। ସେଥିରୁ ଗୋଟିଏ ଆମ୍ବ ଟିକି ଚଢ଼େଇକୁ ଦିଏ। ଟିକି ଚଢ଼େଇର ଛୋଟ ଛୁଆଟି ପଚାରେ, "ମା, ଏଇଟା କ'ଣ?" ଟିକି ଚଢ଼େଇ କହେ, "ଏହାକୁ ଆମ୍ବ କହନ୍ତି। ଏ ବହୁତ ମିଠା ଆଉ ରସିଲା। ଏହାକୁ ତମେ ଖାଇଲେ ଏହାର ସ୍ୱାଦ କେବେ ଭୁଲି ପାରିବ ନାହିଁ।" ମାନିଚିଡ଼ିଆ କହେ, "କିନ୍ତୁ କ'ଣ କରିବା? ଆମ୍ବ ବଗିଚା ଶିକାରୀ ଚିଲ ଇଲାକାରେ ଅଛି। ଯେ କେହି ସେଠାକୁ ଯାଏ, କେହି ଜୀବନ୍ତ ରହେ ନାହିଁ। ମିଠା ଆମ୍ବ ଖାଇବା ଲାଳସାରେ ବହୁ ପକ୍ଷୀ ନିଜର ଜୀବନ ହରାଇ ଦେଇଛନ୍ତି। ହଉ ହଉ, ଏକଥା ଛାଡ଼। ମୁଁ ଘରକୁ ଯାଉଛି। ଛୁଆମାନେ ଏକୁଟିଆ ଘରେ ଅଛନ୍ତି।" ଏପଟେ ଚୁନି ମାଉସୀ ଆଉ ଚିକି ଚିଡ଼ିଆ ଆମ୍ବ ଆଣିବା ପାଇଁ ଦୂର ପାହାଡ଼ ଜଙ୍ଗଲକୁ ଯାଇଥାନ୍ତି। "ଆରେ ଚୁନି ମାଉସୀ, ସେତିକି ଉଡ଼ିବା? ଆଉ କେତେ ଦୂର ଉଡ଼ିବା? ମୁଁ ଥକି ଗଲିଣି। ମୋ ପଙ୍ଖ ଥକି ପଡ଼ିଲାଣି।" "ଆରେ ପାଗିଳି, ଏ ମିଠା ମିଠା ଫଳ ଖାଇବାକୁ ହେଲେ ତତେ ଘର ପର୍ଯ୍ୟନ୍ତ ଉଡ଼ିବାର ଅଛି। ଶିକାରୀ ଚିଲ ପକ୍ଷୀର ଏରିଆ ଦେଇ ଚୁନି ମାଉସୀ ଓ ଚିକି ଚିଡ଼ିଆ ସେଠାରୁ ଆସୁଥାନ୍ତି। ସେତିକିବେଳେ ଏକ ଶିକାରୀ ପକ୍ଷୀ ତାଙ୍କ ପଛରେ ପଡ଼ିଗଲା। ଚିକି ଚିଡ଼ିଆ କହେ, "ଚୁନି ମାଉସୀ, ଲାଗୁଛି ଆମକୁ ଆମ୍ବ ତୋଳିବାର କିଏ ଦେଖିନେଇଛି। ଏବେ ଆମର ରକ୍ଷା ନାହିଁ। ଆଉ ଶୀଘ୍ର ଶୀଘ୍ର ଉଡ଼ ଚୁନି ମାଉସୀ।" "ଆରେ ମୋତେ ଶୀଘ୍ର ଉଡ଼ିବାର ଦରକାର ନାହିଁ। ମୋତେ ତ ଖାଲି ତୋଠାରୁ ଶୀଘ୍ର ଉଡ଼ିବାର ଅଛି।" "ସେମିତି କାହିଁକି ଚୁନି ମାଉସୀ?" "ଆରେ ପାଗଳି, ତୁ ପଛରେ ରହିଗଲେ ତତେ ଶିକାରୀ ପକ୍ଷୀ ଆଗରେ ଖାଇଯିବ।" "ନା ନା ଚୁନି ମାଉସୀ, ଏମିତି କୁହ ନାହିଁ। ମୋ ପାଇଁ ଟିକିଏ ରହିଯାଅ। ମୁଁ ବି ତୁମ ସହ ଉଡ଼ିବି।" 2 ଜଣ ଯେମିତି ସେମିତି କରି ନିଜ ଘର ପର୍ଯ୍ୟନ୍ତ ଉଡ଼ି ଚାଲି ଆସନ୍ତି। ଘରକୁ ପହଞ୍ଚି 2 ଜଣ ହସିବାକୁ ଲାଗିଲେ। "ହଁ, ଓହୋ ଚୁନି ମାଉସୀ, ମୋ ସହ ଏମିତି କାହିଁକି କଲ? ତୁମେ ଭାରି ଖରାପ। ଯଦି ମୁଁ ପଛରେ ରହିଯାଇଥାନ୍ତି, ସେ ଶିକାରୀ ପକ୍ଷୀ ମୋତେ ଖାଇ ଦେଇଥାନ୍ତା।" "ଆରେ ପାଗଳି, ଯଦି ମୁଁ ସେମିତି କରିନଥାନ୍ତି, ତୁ ସତରେ ପଛରେ ରହିଯାଇଥାନ୍ତୁ। ଦେଖ, ଏବେ ତୁ ମୋ ସାଥିରେ ଅଛୁ। ଚାଲ ଏବେ କେହି ଏଠାକୁ ଆସିବା ପୂର୍ବରୁ ଆମେ ଆମ୍ବ ଖାଇନେବା।" ସେପଟେ କାଳି ମାଉସୀ ମିଠା ଆମ୍ବ ବାସ୍ନା ଶୁଙ୍ଘି କହେ, "ଆହାହାହା, କି ସୁନ୍ଦର ବାସ୍ନା ଅଛି। ଏମିତି ସୁନ୍ଦର ବାସ୍ନା କେଉଁଠାରୁ ଆସୁଛି? ଲାଗୁଛି କିଏ ନୂଆ ପରଫ୍ୟୁମ୍ ଆଣିଛି।" "ଆରେ ନା ନା କାଳି, ଏ କୌଣସି ପରଫ୍ୟୁମ୍ର ବାସ୍ନା ନୁହେଁ। ଏ ବାସ୍ନା ମିଠା ଆମ୍ବର। ଲାଗୁଛି ଏ ଆଖପାଖରେ କିଏ ଆମ୍ବ ଆଣି ଖାଉଛି।" କାଳି ମାଉସୀ ଆମ୍ବ ବାସ୍ନା ଆଡ଼କୁ ଚାଲିଯାଏ। ଲାଗୁଛି ଏ ମିଠା ଆମ୍ବର ବାସ୍ନା ଚୁନି ମାଉସୀ ଘରୁ ଆସୁଛି। କାଳି ମାଉସୀ ଚୁନି ମାଉସୀ ଘର ଭିତରକୁ ଯାଏ। "ଆରେ ଏ କ'ଣ ଆସିଗଲା? ଏବେ ଏହାକୁ ଆମ୍ବରୁ ଫାଳେ ଦେବା ପାଇଁ ପଡ଼ିବ। ଆରେ ଚିକି, ଦେଖିପାରୁନୁ, ଆମ ଘରକୁ ଅତିଥି ଆସିଛନ୍ତି। ତାଙ୍କର ସ୍ୱାଗତ କର।" "ହଁ ଗୌରୀ ମାଉସୀ, ଆପଣଙ୍କୁ ସ୍ୱାଗତ।" "ଚୁନି ମାଉସୀ, ଏ କ'ଣ ଖାଉଛ? ଏ କ'ଣ ବହୁତ ମିଠା ଲାଗୁଛି?" "ନା ନା, ଏ ବହୁତ ଖଟା। ତମେ ମୋଟେ ଖାଇପାରିବ ନାହିଁ। ଏହାକୁ ଖାଇ ମୋ ଦାନ୍ତ ପାଟି ପୁରା ଖଟା ହୋଇଯାଇଛି।" "କିଛି କଥା ନାହିଁ ଚୁନି ମାଉସୀ, ଏଠାରୁ ମୋତେ କିଛି ଖାଇବାକୁ ମିଳନ୍ତା ବହୁତ ଭଲ ହୁଅନ୍ତା।" "ହଁ ହଁ, ନିଶ୍ଚିତ। ମୁଁ ଗୋଟିଏ କାମ କରୁଛି। ଏଥିରୁ ଅଧା ଆମ୍ବ ମୁଁ ଖାଉଛି, ଆଉ ଅଧା ଆମ୍ବ ତମେ ନେଇଯିବ।" ଚୁନି ମାଉସୀ ବିଳମ୍ବ ନ କରି ଆମ୍ବ ଖାଇବା ଆରମ୍ଭ କରିଦେଲା।
କିଛି ସମୟ ପରେ ପୁରା ଆମ୍ବ ଖାଇଦେଲା। ଚୁନି ମାଉସୀ କହେ, ଏ ନିଅ ତମର ଅଧା ଆମ୍ବ। କାଳି ମାଉସୀ ତାକୁ ଉଠାଇ ନିଜ ଘରକୁ ଗଲା। ପାଗଳ କାହିଁକା, ମେହନତ ମୁଁ କରିବି ଆଉ ଆମ୍ବ ଖାଇବ ଇଏ। ଗୌରୀ ମାଉସୀ ଶେଷରେ ମିଠା ଆମ୍ବ ନେଇ ଘରକୁ ଆସିଲା। ଦେଖିବା ମୁଁ ଟିକିଏ ଚାଖେ କେମିତି ଲାଗୁଛି। ଗୌରୀ ମାଉସୀ ଆମ୍ବ ଖାଇବାକୁ ଚେଷ୍ଟା କଲା, କିନ୍ତୁ ସେ ଆମ୍ବ ଖାଇପାରିଲା ନାହିଁ। ଆରେ ଏ ଆମ୍ବ ଖାଇ ହେଉନାହିଁ କାହିଁକି? କାଳୁ ମଉସା ଆମ୍ବକୁ ଦେଖି ଜୋର ଜୋର ହସିବାକୁ ଲାଗିଲା। ଆରେ କାଳି, ଏ ତ କୌଣସି ଆମ୍ବ ନୁହଁ, ଏ ତ ଆମ୍ବର ଟାକୁଆ। ତୁ କେଉଁଠାରୁ ଆଣିଲୁ? ଏହା ମାନେ ଚୁନି ମାଉସୀ ମୋତେ ଠକିଦେଲା। ଚୁନି ମାଉସୀ, ତମେ ଏହା ଭଲ କଲ ନାହିଁ। ମୁଁ ତୁମକୁ ଛାଡ଼ିବି ନାହିଁ। ଏବେ ତୁ ଗୋଟିଏ କାମ କର, ଏହାକୁ ମାଟିରେ ପୋତି ଦେ। ଯେବେ ଏ ଗଛ ବଡ଼ ହୋଇଯିବ ତତେ ସେଠାରୁ ବହୁତ ଆମ୍ବ ଖାଇବାକୁ ମିଳିବ।